ତ ଦର୍ଶକ ବନ୍ଧୁ, ଆଜିଠୁ ଲାଗୁ ହେଲା ପୋଷ୍ଟ ଅଫିସରେ ଥିବା ସମସ୍ତ ଯୋଜନାର ନୂଆ ସୁଧହାର ଦର। ତ କଣ ରହିଛି ଏଇ ନୂଆ ଯୋଜନାର ସୁଧ ଏ ବର୍ଷ ପାଇଁ, ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଇନଫର୍ମେସନ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ ଦେଇଦେବି। ତା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଦୟାକରି ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଭିଡ଼ିଓଟାକୁ ଏବେ ହିଁ ପ୍ରଥମ ଥର ପାଇଁ ଦେଖୁଛନ୍ତି, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ତା ସଙ୍ଗେ ସଙ୍ଗେ ମନୋରଞ୍ଜନ ମନିରାଇଡି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନକୁ ଅଲ୍ରେ ଦବାଇ ନିଅନ୍ତୁ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଦମଦାର ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆପଣମାନେ ଦେଖିପାରୁଥିବେ କି 2 ଜୁଲାଇ 2024 ଟୁ ସେପ୍ଟେମ୍ବର 2024 ଯାଏଁ ଏହି ସୁଧ ଦର ଲାଗୁ ରହିବ। ତ ଏବେ ଚାଲିଯିବା ପୁରା ଡିଟେଲ୍ସ ଜାଣିବା। ତ ପ୍ରଥମେ ଜାଣିନେବା ପୋଷ୍ଟ ଅଫିସ ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟ ବା ଏସ୍ପି, ଯାହାକି ତାର ସୁଧହାର ହେଉଛି 4%। ଆଉ ଇଣ୍ଟରେଷ୍ଟ ହେଉଛି ସିମ୍ପୁଲ। ଦ୍ୱିତୀୟଟି ହେଉଛି ଟାଇମ୍ ଡିପୋଜିଟ୍ ବା ଟିଡି। ଯଦି ଗୋଟେ ବର୍ଷ ପାଇଁ ଆମେ ଫିକ୍ସ ଟାଇପର ଟିଡି କରୁଛେ, ତାହେଲେ ସୁଧହାର ରହିବ 6.90, ଯାହାକି 6.90 ଟଙ୍କା। ଆଉ ସୁଧ ରହିବ କେମିତି ନା କ୍ୱାର୍ଟରଲି, ଯାହାକି 3 ମାସିଆ। 3 ନମ୍ବରରେ ଆମେ ଦେଖିବା ଟାଇମ୍ ଡିପୋଜିଟ୍ 2 ବର୍ଷ ପାଇଁ ରଖିଲେ ଫିକ୍ସ ଟାଇପର, ଯାହାକି ଟିଡି, ତ ଆନୁଆଲ ଇଣ୍ଟରେଷ୍ଟ ହେଉଛି 7%, ଯାହାକି 7%। ଆଉ ଇଣ୍ଟରେଷ୍ଟ ବି ମିଳିବ ଆପଣଙ୍କୁ କ୍ୱାର୍ଟରଲି, ଯାହାକି 3 ମାସକୁ ଥରେ। 4 ନମ୍ବରରେ ଆମେ ଦେଖିବା କି ଟାଇମ୍ ଡିପୋଜିଟ୍ ଟିଡି 3 ବର୍ଷ ପାଇଁ ଯଦି ଆମେ ଫିକ୍ସ ଟାଇପର ରଖିବା, ତ ସୁଧ ହାର ହେଉଛି 7.10, ଯାହାକି 7.10 ପଇସା, ଯାହାକି ଆପଣଙ୍କୁ ସୁଧ ରହିବ, ଇଣ୍ଟରେଷ୍ଟ ରହିବ କ୍ୱାର୍ଟରଲି, ଯାହାକି 3 ମାସିଆ। 5 ନମ୍ବରରେ ଆମେ ଦେଖିବା କି ଟାଇମ୍ ଡିପୋଜିଟ୍, ଯାହାକି 5 ବର୍ଷ ପାଇଁ ଆମେ ଫିକ୍ସ ରଖିବା, ତ ତାର ଆନୁଆଲି ଇଣ୍ଟରେଷ୍ଟ ସୁଧ ହାର ରହିବ 7.50, ଯାହାକି 7.50 ପଇସା, ଯାହାକି ଇଣ୍ଟରେଷ୍ଟ ମିଳିବ ଆମକୁ କେମିତି କ୍ୱାର୍ଟରଲି, ଯାହାକି 3 ମାସକୁ ଥରେ। 6 ନମ୍ବରରେ ଆମେ ଦେଖିବା କି ରେକରିଂ ଡିପୋଜିଟ୍ ବା ଆର୍ଡି। ଯଦି ଆମେ ପୋଷ୍ଟ ଅଫିସରେ ରେକରିଂ ଡିପୋଜିଟ୍ ଆର୍ଡି 5 ବର୍ଷ ପାଇଁ ଖାତା ଖୋଲିଛେ, ତ ତାର ଆନୁଆଲ ଇଣ୍ଟରେଷ୍ଟ ରହିବ 6.70, ଯାହାକି 6.70 ପଇସା। ତ ଇଣ୍ଟରେଷ୍ଟ ରହିବ ଆପଣଙ୍କୁ କ୍ୱାର୍ଟରଲି, ଯାହାକି 3 ମାସକୁ ଥରେ। ଯଦି 7 ନମ୍ବରରେ ଆମେ ଦେଖିବା କି ପୋଷ୍ଟ ଅଫିସ ମନ୍ଥଲି ଇନକମ୍ ସ୍କିମ୍, ଯାହାକି ମାସକୁ ମାସ ଆପଣଙ୍କୁ ପଇସା ମିଳିବ ଏକକାଳୀନ ଥରେକେ ଡିପୋଜିଟ୍ କରିବ, ତ ଯାହାକି ଫିକ୍ସ ଟାଇପର ମାସକୁ ମାସ ଆମେ ସୁଧ ପାଇ। ତାର ଯଦି ଇଣ୍ଟରେଷ୍ଟ ଦ୍ୱାରା ଆମେ ଦେଖିବା କି ଆନୁଆଲି 7.40, ଯାହାକି 7.40 ପଇସା। ତ ଏଇ ଇଣ୍ଟରେଷ୍ଟ ରହିବ ସିମ୍ପୁଲ, ଯାହାକି ଆପଣ ଯେମିତି ମୁହଁରେ ହିସାବ କରୁଛନ୍ତି 1,07,040 ଟଙ୍କା ରହିବ ବର୍ଷକୁ ଆପଣଙ୍କର ସୁଧ। ତ 8 ନମ୍ବରରେ ଆମେ ଜାଣିବା କି ପୋଷ୍ଟ ଅଫିସ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, ଯାହାକି NAC, ଯାହାକି ଆପଣ 5 ବର୍ଷ ପାଇଁ ଫିକ୍ସ ଟାଇପର ପଇସା ରଖିବେ। ତ ତାର ସୁଧ ହାର ଯଦି ଦେଖିବା ଆମେ ଇଣ୍ଟରେଷ୍ଟ ରେଟ୍ ଆନୁଆଲି 7.70, ଯାହାକି 7.70। ଆଉ ଇଣ୍ଟରେଷ୍ଟ ଯଦି ଆମେ ଇୟରଲି, ଯାହାକି ବର୍ଷକୁ ଥରେ ଆମ ଖାତା ଉପରେ କାଲକୁଲେସନ ହବ। ତ ଏବେ ଜାଣିବା 9 ନମ୍ବରରେ ଆମେ, ଯାହାକି ସିନିୟର ସିଟିଜେନ୍ ସେଭିଙ୍ଗସ୍ ସ୍କିମ୍, ଯାହାକି SCSS, ଯାହାକି 60 ବର୍ଷରୁ ଅଧିକ ଲୋକ, ଯାହାକି ଯେଉଁ ଲୋକକୁ 60 ବର୍ଷରୁ ଅଧିକ ବୟସ ହେଇଥିବ ସେଇମାନେ ଏଇଥିରେ ଟଙ୍କା ରଖିବେ, ସିନିୟର ସିଟିଜେନ୍। ତ ତାର ସୁଧ ହାର ଯଦି ଦେଖିବା ଆମେ, ତ ଆନୁଆଲି ତ 8.20, ଯାହାକି 8.20। ତ ୟାର ବି ଇଣ୍ଟରେଷ୍ଟ ହେଉଛି ସିମ୍ପୁଲ, ଯାହାକି କ୍ୱାର୍ଟରଲି, ଯାହାକି 3 ମାସକୁ ଥରେ ଲେଖା ସୁଧ ଆମ ଖାତା ଉପରକୁ ଆସିବ। ତ 10 ନମ୍ବରରେ ଆମେ ଜାଣିବା କି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ, ଯାହାକି PPF, ଯାହାକି ଆପଣମାନେ ଖୋଲିପାରିବେ, ମାସିକିଆ ଡିପୋଜିଟ୍ ଦେଇପାରିବେ 15 ବର୍ଷ ପାଇଁ। ତ ୟାର ଯଦି ଆମେ ସୁଧ ଦର ଇଣ୍ଟରେଷ୍ଟ ଦର ଦେଖିବା ଆନୁଆଲି, ତ 7.10, ଯାହାକି 7.10 ପଇସା। ତ ଏହା ସୁଧ ବି ଆପଣଙ୍କୁ ମିଳିବ ଇୟରଲି, ଯାହାକି ବର୍ଷକୁ ଥରେ ଖାତା ଉପରକୁ ଆପଣଙ୍କ ଇଣ୍ଟରେଷ୍ଟ ପାଇପାରିବେ। ତ 11 ନମ୍ବରରେ ଆମେ ଜାଣିବା, ଯାହାକି କିଷାନ ବିକାଶ ପାତ୍ର, ଯାହାକି KVP, ଯାହାକି 115 ମାସରେ ଆପଣଙ୍କ ପଇସା ଡବଲ ହୋଇଯିବ। ତ ତାର ଇଣ୍ଟରେଷ୍ଟ ଦେଖିବା 7.50, ଯାହାକି 7.50। ଇଣ୍ଟରେଷ୍ଟ ବି ଯାହାକି ବର୍ଷକୁ ଥରେ ଆପଣଙ୍କ ଖାତା ଉପରେ କାଲକୁଲେସନ ହେଇ ଆସିବ। ତ 12 ନମ୍ବରରେ ଆମେ ଜାଣିବା କି ସୁକନ୍ୟା ସମୃଦ୍ଧି ଆକାଉଣ୍ଟ, ଯାହାକି SSA, ଯାହାକି ଆପଣମାନେ ଝିଅମାନଙ୍କ ନାଁରେ 14 ବର୍ଷ ପାଇଁ ପଇସା ରଖିବେ, ଆଉ 20 ବର୍ଷ 21 ବର୍ଷ ହେଲେ ଆପଣ ପଇସା ଉଠାଇ ପାରିବେ। ତ ତାର ଯଦି ଆମେ ସୁଧ ହାର ଦେଖିବା, ତ 8.20, ଯାହାକି 8.20 ପଇସା ବର୍ଷକୁ। ଆଉ ସୁଧ ଆପଣଙ୍କର ଇୟରଲି, ଯାହାକି ବର୍ଷକୁ ଥରେ ଆପଣଙ୍କ ଖାତା ଉପରେ କାଲକୁଲେସନ ହୋଇ ଆସିବ। 15 ନମ୍ବର, ଯାହାକି ସର୍ବଶେଷରେ ଆମେ ଦେଖିବା କି ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍, ଯାହାକି MSSC, ଯାହାକି ମହିଳାମାନଙ୍କ ନାଁରେ ଖୋଲି ହବା, ବିବାହିତ ଝିଅମାନଙ୍କୁ ଆପଣ ଗିଫ୍ଟ ଆକାରରେ ଦେଇପାରିବେ। ତାର ଯଦି ସୁଧ ହାର ଆମେ ଦେଖିବା, ତାହେଲେ 7.50, ଯାହାକି 7.50 ପଇସା। ଆଉ ସୁଧ ଆସିବ ଆମ ଖାତା ଉପରକୁ କେବେ ନା କ୍ୱାର୍ଟରଲି, ଯାହାକି
3 ମାସକୁ ଥରେ। ଆଉ ଯଦି ଆମେ 2 ଲକ୍ଷ ଟଙ୍କା ଡିପୋଜିଟ୍ କରିବୁ ତାହେଲେ 2 ବର୍ଷ ଭିତରେ 2,32,200 ପାଖାପାଖି ଆପଣଙ୍କୁ ମିଳିଯିବ। ତ ଇଏ ତ ଥିଲା ଆଜିର ଯାହାକି 1 ଜୁଲାଇ 2024 ଠାରୁ 30 ସେପ୍ଟେମ୍ବର 2024 ଭିତରେ ଥିବା ପୋଷ୍ଟ ଅଫିସର ସମସ୍ତେ ସୁଧହାର ଆପଣମାନେ ଆଜି ବୁଝିପାରିଥିବେ। ଦର୍ଶକ ବନ୍ଧୁ, ଆଜିର ଏହି ନୂଆ ସୁଧହାର ପୋଷ୍ଟ ଅଫିସରେ ଥିବା ସମସ୍ତ ଦରର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ମତାମତ ଦେବେ। ଭିଡ଼ିଓଟି ଭଲ ଲାଗିଥିଲେ ଏବେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ତା ସଙ୍ଗେ ସଙ୍ଗେ ମନୁଆ ନନା ମନି ଡାଡି ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନ୍ ଅଲ୍ ଦବାଇ ନିଅନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଭିଡ଼ିଓଟାକୁ ଏଇଠି ରଖୁଛି। ପୁଣି ଦେଖା ହେବା ନେକ୍ସଟ ଏପିସୋଡ୍। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଟେକ୍ କେୟାର, ବାଏ ବାଏ, ଜୟ ଜଗନ୍ନାଥ।